दर्शक बंधु मु प्रदीप मोर यूट्यूब चैनल विश्वास अविश्वास अंधविश्वास चैनल तरफ आपण मानक स्वागत करुच्ची। तो कहवा गले मो चैनल द्वारा आपण को आज एमती एक जगह विषय में आपण को देखेबी बा जनईबी जो जगह विषय महापुरुष अच्युतानंद दास 600 वर्ष तलू ग्रंथ मालिकार लिखि जाइछंती। से अलौकिक पौराणिक जगह को मु आपण को नहीं जीवी ता विषय लोक कथा कौन अच्छी कौन पौराणिक महात्म्य अच्छी से जगह विषय आपण को मु जनईबी फुल डिटेल्स रे। आसतु चलो जीवा से जगह देखा परिदर्शन कर आपण मान फुल डिटेल्स करेगा। आसतु दर्शक बंधु शेष आम से जगह आसी पहुँची जाइचु जो जगहटी आम भद्रक आउ जाजपुर मध्यवर्ती अंचल अवस्थित जो जगह विषय महापुरुष अच्युतानंद दास मालिका ग्रंथ रे आलोचना कर क्षेत्र प्रभु श्री वासुदेव क्षेत्र जो क्षेत्र में लोक कथा कौन अच्छी पुराण रे कौन वर्णना कर अच्युतानंद ग्रंथर विषय प्रभु श्री वासुदेव विषय कौन वर्णना कर क्षेत्र को प्रभु को दर्शन करवा प्रभु विषय अलौकिक घटना कौन अच्छी लोक कथार कौन प्रचारित अच्छी से विषय आम जाना। जो पुराण वर्णित वासुदेव क्षेत्र में पहुँच जाइचु से मंदिर रे पूजक नना को ठाकुर विषय पचारि बुझा। नमस्कार सकाल 7टार ठाकुर को गाधा पाधा कराए बाल्य भोग लगे मध्याह्न बेले नीति लगे सन्ध्या बेला पौड़ हुए आरती हुए। नना गोटे कथा कहबी जे ठाकुर माने कौ पर्व फेमस अच्छी माने प्रसिद्ध अगिरा पूर्णिमा रास पूर्णिमा सब प्रकार 12 मास 13 पूर्णिमा। ठीक अच्छे दर्शक बंधु आम नना ठार बहुत किसी जानलु नना आम समय देले नना।
ଆସନ୍ତୁ ଏହି ଗ୍ରାମରେ ଯେଉଁ ବୟୋଜ୍ୟେଷ୍ଠ ବ୍ୟକ୍ତି ଗ୍ରାମବାସୀଙ୍କୁ ଠାକୁରଙ୍କ ବିଷୟରେ ଅଲୌକିକ ବିଷୟ ପଚାରିକି ଆମେ ବୁଝିବା ସେମାନେ କ'ଣ କହୁଛନ୍ତି ମହାପ୍ରଭୁ ବାସୁଦେବଙ୍କ ବିଷୟରେ। ନମସ୍କାର, ଟିକେ ପ୍ରଭୁ ବାସୁଦେବଙ୍କ କ୍ଷେତ୍ର ବିଷୟରେ ଆପଣ କ'ଣ କହିବେ ଟିକେ? ଘଟଣା ଯେ ଆମେ ଯାହା ଜାଣିଛୁ ଠାକୁର ଏଠି 500 ବର୍ଷ ପୂର୍ବରୁ ସ୍ଥାପିତ ହୋଇଛନ୍ତି। 500 ବର୍ଷ ପୂର୍ବରୁ ସ୍ଥାପିତ ହୋଇଛି। ସେ କୌଣସି ଏକ ଯାନ ସାହାଯ୍ୟରେ ଆସିକି ଏଠି ଅଟକି ଏଠି ରହିଛନ୍ତି। ଯାନ ମାନେ ଡଙ୍ଗା ବା ନାଁ ଏଗୁଡ଼ିକ ସାହାଯ୍ୟରେ ଆସିକି ଆମେ ଯାହା ଶୁଣୁ ଏଠି ରହିଛନ୍ତି। ରହିବା ପରେ ସେଦିନଠାରୁ ଠାକୁରଙ୍କ ପାଖରେ ବିଭିନ୍ନ ପ୍ରକାର ପୂଜା ପାଠ ଭଲ ମନ୍ଦ ଏମିତି ସବୁ ଚାଲିଛି। ଆଉ ପ୍ରତିବର୍ଷ ବି ଏଠି ଠାକୁରଙ୍କ ପାଖର ବହୁତ ବଡ଼ ବଡ଼ ପର୍ବପର୍ବାଣି ଏସବୁ ରାସ ପୂର୍ଣ୍ଣିମା ଅନ୍ୟାନ୍ୟ ପର୍ବପର୍ବାଣି ସବୁ ଏଠି ଠିକ୍ ଭାବରେ ସୁଚାରୁ ରୂପରେ କରାଯାଇପାରୁଛି। ଆଉ ବହୁତ ଯାତ୍ରୀ କଥା ଆଉ ନା ନା ମୁଁ ଆଉ ଗୋଟେ ମୁଁ କଥା ପଚାରିବି ଯେ ଏଇ ମନ୍ଦିର କେତେ ଦିନ ହେଲା ହେଲାଣି? ଆଗରୁ ଠାକୁର କେଉଁଟା? ଠାକୁର ପ୍ରଥମେ ଆମେ ଶୁଣିକି ଆଜ୍ଞା ସେ ପତ୍ର କୁଡ଼ିଆରେ ଥିଲେ। ପତ୍ର କୁଡ଼ିଆ ପରେ ପରେ ହେଲା ଗୋଟେ ଚାଳ ଘର ବହୁତ ଦିନ ଚାଲିଗଲା। ବହୁତ ଦିନ ପରେ ହେଲା ଗୋଟେ ଛୋଟ ବିଲ୍ଡିଂ ପରେ ମନ୍ଦିର। ଦର୍ଶକ ବନ୍ଧୁ, ଏଠି ମଉସା ଡାଇରେକ୍ଟ କହିଲେ ଯେ ଠାକୁର ଏଠି 500 ବର୍ଷ ତଳରୁ ହେଲେଣି। 500 ବର୍ଷ ତଳରୁ ମନ୍ଦିର ହେବା ଆଗରୁ ଏଠି ଠାକୁର ପ୍ରଥମେ ଗୋଟେ ପତର କୁଡ଼ିଆ ଛପର ଘରେ ପୂଜା ପାଉଥିଲେ, ତାପରେ ଚାଳ ଛପର କୁଡ଼ିଆରେ ପୂଜା ପାଇଲେ, ତାପରେ ଗୋଟେ ଛୋଟ ବିଲ୍ଡିଂ ଘରେ ପୂଜା ପାଇଲେ। ଏବେ ତ ଦେଖୁଛନ୍ତି ଆପଣ ମନ୍ଦିରରେ ମନ୍ଦିର କମ୍ପ୍ଲିଟ୍ ହେଉଛି, ମନ୍ଦିରରେ ପ୍ରଭୁ ଶ୍ରୀ ବାସୁଦେବ ପୂଜା ପାଉଛନ୍ତି। ମନ୍ଦିର କେତେ ବର୍ଷ ହେଲା ମଉସା ହେଲାଣି? 4 ବର୍ଷ। ମନ୍ଦିର ବର୍ତ୍ତମାନ କହୁଛନ୍ତି 4 ବର୍ଷ ହେଲା ହେଇଛି। ତ ଦର୍ଶକ ବନ୍ଧୁ, ଏଇ କ୍ଷେତ୍ର ଏଇ ଯେଉଁ ବାସୁଦେବ କ୍ଷେତ୍ର ଏହି କ୍ଷେତ୍ର ବିଷୟରେ 600 ବର୍ଷ ତଳରୁ ଯେଉଁ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତାଙ୍କ ଗ୍ରନ୍ଥରେ ଲେଖି ଯାଇଛନ୍ତି କି ଯେତେବେଳେ ଯଜାତିକେଶରୀ ରାଜା ଥିଲେ ସେହି ସମୟରେ ଆମର ଯାଜପୁର ଯେଉଁ ଦଶାଶ୍ୱମେଧ ଘାଟରେ ଯେଉଁ ଅଶ୍ୱମେଧ ଯଜ୍ଞ କରୁଥିଲେ, ଅଶ୍ୱମେଧ ଯଜ୍ଞରେ ସେ ଯଜ୍ଞକୁଣ୍ଡରେ ରଜା ଯେଉଁ ଆମ ଯଜାତିକେଶରୀଙ୍କୁ ସ୍ୱପ୍ନାକୁର ହେଲା ଯେ ହେ ରଜା, ମୋର ଗୋଟେ ମୂର୍ତ୍ତି ବୈତରଣୀ ନଦୀରେ ଭାସି ଭାସି ଯାଉଛି, ସେ ଯେଉଁଠି ଲାଗିବ ମୁଁ ସେଇଠି ପୂଜା ପାଇବି। ଆଉ ରଜା ସେଇଠୁ ଦେଖିଲେ ଯେ ଗୋଟେ ନୌକାରେ ନାବିକ ନାହିଁ, ସେଠି ଗୋଟେ ମୂର୍ତ୍ତି ଶଙ୍ଖଚକ୍ର ଗଦା ପଦ୍ମ ମୂର୍ତ୍ତି ମୁଗୁନି ପଥରରେ କଳା ମୁଗୁନି ପଥରରେ ଭାସି ଭାସି ଆସୁଛି। ସେଠି ଭାସି ଆସି ଏହି କ୍ଷେତ୍ରରେ ଲାଗିଲା। ଏହି କ୍ଷେତ୍ରରେ ପ୍ରଭୁ ପୂଜା ପାଉଛନ୍ତି। ଆହୁରି ମଧ୍ୟ ଅଚ୍ୟୁତାନନ୍ଦ ମହାପୁରୁଷ ବର୍ଣ୍ଣନା କରିଛନ୍ତି ଯେ ଯଦି ଏଇ ଯେଉଁ ପ୍ରଭୁ ବାସୁଦେବ କ୍ଷେତ୍ର ଯେବେଠାରୁ ମନ୍ଦିରରେ କମ୍ପ୍ଲିଟ୍ ହେବ ସେବେଠାରୁ କଳି ଯୁଗରେ ଶେଷ ସମୟ ଆସିଯିବ। ବୟୋଜ୍ୟେଷ୍ଠ ବ୍ୟକ୍ତି ମଉସାଙ୍କୁ ଗ୍ରାମବାସୀମାନଙ୍କୁ ପଚାରି ବୁଝିଲୁ ଯେ ମନ୍ଦିର ଜଷ୍ଟ 4 ବର୍ଷ ହେଲା କମ୍ପ୍ଲିଟ୍ ସରିଛି। ଆଗରୁ ଚାଳ ଛପର ଘରେ, ତା ଆଗରୁ ପତ୍ର କୁଡ଼ିଆରେ ପ୍ରଭୁ ପୂଜା ପାଉଥିଲେ। ପ୍ରତିବର୍ଷ ଯଜ୍ଞ କୀର୍ତ୍ତନ ଏମିତି ଲାଗି ରହୁଛି ଆଉ। ଠାକୁର ଯେବେ ମନ୍ଦିର ପ୍ରତିଷ୍ଠା ହେଲା ସେବେ ବି ଲକ୍ଷେ ଆହୁରି ଗୋଟେ ଯଜ୍ଞ ହୋଇଥିଲା। ମଉସା କହିବି ଏଠି ପ୍ରଧାନ ଠାକୁରଙ୍କର ଯେଉଁ ପ୍ରଭୁ ବାସୁଦେବ କ୍ଷେତ୍ରରେ ମାନେ ପ୍ରଧାନ ପର୍ବ କ'ଣ ପାଳନ କରାଯାଏ? ଏଠି ପ୍ରସିଦ୍ଧ ପର୍ବ କ'ଣ? ଆପଣଙ୍କର ପ୍ରସିଦ୍ଧ ପର୍ବ ହେଉଛି ରାସ। ଏଠି ପ୍ରସିଦ୍ଧ ପର୍ବ ଦର୍ଶକ ବନ୍ଧୁ ରାସ ପୂର୍ଣ୍ଣିମାକୁ ପାଳନ କରାଯାଏ। ଅଘିରା ପୂର୍ଣ୍ଣିମା ମଧ୍ୟ ପାଳନ କରାଯାଏ। 21 ମାର୍ଚ୍ଚରେ ଗୋଟେ ପର୍ବ ହେଉଛି। ଆଉ ଗୋଟେ 23 ନଭେମ୍ବରରେ ଗୋଟେ ଯଜ୍ଞ କୀର୍ତ୍ତନ ହରିହାଟ ହେଉଛି। ପ୍ରତ୍ୟେକ ପୂର୍ଣ୍ଣିମା ହେଉଛି। ପ୍ରତ୍ୟେକ ପୂର୍ଣ୍ଣିମାରେ ଭୋଜି ହେଉଛି। ଆନନ୍ଦ ବଜାର ଭୋଜି 1500 2000 ଲୋକ ଖାଇବା ପାଇଁ। କାଲି 2000, କାଲି ବି 2000 ଲୋକ ହେଇଛି। କାଲି ଗୋଟେ ପର୍ବ ଥିଲା। କାଲି 2000 ଲକ୍ଷାଧିକ ଲୋକଙ୍କର ପତ୍ର ଲକ୍ଷେ ଆଉଥିରେ ଲକ୍ଷେ ଲୋକଙ୍କର ପତ୍ର ହେଇଛି। ହଁ, ଏଠି ଗୋଟେ ଅଲୌକିକ କଥା ବି ମଉସା କହିଲେ ଯେ ଏଠି ଲକ୍ଷେ ଆହୁତି ହେବା ସହିତ ଲକ୍ଷେ ଲୋକଙ୍କ ପାଇଁ ପତ୍ର ବି ପଡ଼ୁଛି। ଇଏ ବି ଅଲୌକିକ ଘଟଣା ହେଇପାରେ। ତ
तो मौसा कहवा गले आम जो मालिकानंद तीर्थ बर्तमान बुलूचे से गला जेकोसी मालिकानंद प्रभु क्षेत्र अच्छी से गोटे हुक्का रोचे अनंत से भाई किसी अलौकिक से भी आम या पर भी आम से हुक्का आपको देखू हुक्कार अलौकिक कहानी से जानते आप କେବଳ ରହୁଛନ୍ତି ମାନେ ଏଇ ଯେଉଁ ଆପଣଙ୍କର ବାହାନ ସବୁ ରହୁଛନ୍ତି କଦବା ଦେଖିଲେଣି ବି ଲୋକ ଆମେ ବି ଦେଖିଲୁ ମଉସା ବି କହୁଛନ୍ତି ସେ ହୁଙ୍କାରେ ପ୍ରଭୁ ଅନନ୍ତ ବି ସ୍ୱୟଂ ରହୁଛନ୍ତି ଲୋକ ବି କେତେବେଳେ କେମିତି ସବୁବେଳେ ନୁହେଁ କେତେବେଳେ କେମିତି ଲୋକ ବି ଦର୍ଶନ କରିଛନ୍ତି ତାଙ୍କୁ ବହୁତ ସମୟ ଦର୍ଶନ ଆଉ ମାଳିକାରେ ଅଚ୍ୟୁତାନନ୍ଦ ଦାସ ବି ଲେଖିଛନ୍ତି ଯେତେବେଳେ କଳିଯୁଗର ଶେଷ ଅବସ୍ଥା ଆସିବ ସେହି ପ୍ରଭୁ ଅନନ୍ତ ଯେଉଁ ହୁଙ୍କାର ଅଛନ୍ତି ସେଠୁ ବାହାରି ଆସି ପ୍ରଭୁଙ୍କ କ୍ଷେତ୍ରରେ ରହିବେ ତାଙ୍କୁ ବି ଲୋକ କିଛି ପ୍ରଥମେ ଯେଉଁ ଦୁଆର ଖୋଲିଲା ପରେ ବି କିଛି ଲୋକ ତାଙ୍କୁ ଦର୍ଶନ କରିପାରିବେ ହୁଏତ ଆମେ ଦେଖୁଛୁ ହଁ ଏବେ ବି ମଉସା କହୁଛନ୍ତି କି ଭାଇ କହୁଛନ୍ତି କି ଏବେ ବି ସେମାନେ ଦର୍ଶନ କରିପାରୁଛନ୍ତି ଗୋଟେ ଦିନ ଆମର ରହିଲା ଗଣେଶ ମୂର୍ତ୍ତି ଅଛି ଗଣେଶ ଆସ୍ଥାନ ଉପରେ ଗୋଟେ ଦିନ ରହିଲା ଆହୁରି ମଉସା କହୁଛନ୍ତି ଏଠି ଯେଉଁ ମହାପ୍ରଭୁ ଗଣେଶଙ୍କୁ ମୁଁ ଦର୍ଶନ କରେଇଲି ଆଗରୁ ସେ ଗଣେଶଙ୍କ ପାଖରେ ବି ପ୍ରଭୁ ଅନନ୍ତ ବି ଗୋଟେ ଦିନ ବି ରହିଲେ ମହାଦେବଙ୍କ ପାଖରେ ବି ରହିଲା ଆଉ ମହାଦେବ କ୍ଷେତ୍ର ବି ଏଠି ଯେଉଁ ମନ୍ଦିର ଅଛି ଆପଣ ଦେଖେଇଲି ପହଡ଼ ପଡ଼ିଯାଇଥିବ ହୁଏତ ଆମେ ଦର୍ଶନ କରିପାରିଲେନି ସେଠି ବି ପ୍ରଭୁ ଅନନ୍ତ ବି ଆସିକି ରହୁଛନ୍ତି ବାସୁଦେବ ମନ୍ଦିରରୁ ବାହାରିକି ଆସିଛି ଆମେ ବି ଦେଖୁଛୁ ବାହାରିକି ଆସିଛି ଆହୁରି ମଉସା ଆହୁରି ବଢ଼ିଆ କଥା କହିଲେ କି ସେ ବାସୁଦେବ ମନ୍ଦିରରୁ ବାହାରିକି ଆସୁଥିବା ଟାଇମ୍ର ବି ଦର୍ଶନ କରିଛନ୍ତି ଆମେ ଅଳ୍ପ ଦିନ ତଳେ ଦେଖିଛୁ रिसेंटली भाई कहते रिसेंटली बहुत कम दिन भर से दर्शन कर ये हूँ अलौकिक कथा हुए तो एक कथा आपन को विश्वास होता है अविश्वास होता है अंधविश्वास हो पाए विश्वास मिले भरी सत्य बहुत दर्शक बंधु मो मौसा को अनुरोध करी से ठाकुर मेलन ये नुआ गोटे आरंभ होती विषय किसी कह दशमी दिन सबू दशमी दिन मेलनटी आरंभ ये अंचल कौन जगार ना दशमी मेलन नहीं तेणु सर्वप्रथम वासुदेव पाखे मेलन ही सारिकी से मेल सब अन्यत्र मेलन को जाते जो मैंने आसते खाली फेरी फेरती ना ये जो भक्त मैंने आसती से निश्चित भाव में खावा पीवा हाथ पाइबा हाँ प्रसाद पाई समस्ते जिते आसतु जिते लोक हूँ समस्ते प्रसाद पाई मौसा कहवा कथा जे सपोज आम ये मंदिर में महाप्रभु वासुदेव क्षेत्र में 2000 लोक आरेंज होती सपोज आउ 500 लोक अधिक आसगले कि से आरेंज हो जाए ठाकुर आशीर्वाद से आरंभ होती खाली बिना प्रसाद कहीं यही अलौकिक घटना ये क्षेत्र में अच्छी बहुत लोक होती नीति भी राति रोचे रात बहुत नीति हुए लोक भी प्रसाद पाती कीर्तन भजन ये ठीक अच्छी मौसा ग्रामवासी बृंद बयस आम समय देते दर्शक बंधु ठाकुर से सेयार कले धन्यवाद दर्शक बंधु यही जो हुक्का विषय में मौसा कहते ये से प्रभु श्री अनंत रोचंती यही से हुक्कार अलौकिक कहानी जो चूल्हा देखुं अच्छे ठाकुर जन्मदिन में ये जो फंक्शन करा जाए ये जो चूली लगे ये चूली तो लिभे ना से जो 4-5 दिन चले आ पाउस भी कुआड़े जाए कहीं जापारती नहीं पाउस भी कढ़ा भी हुए ना से विषय में आमर मौसा कहते मौसा टे कह दर्शक मान ये चूली विषय ये चूल्हा यज्ञ आरंभ दिन ठाकुर प्रतिष्ठा हेले से दिन ठार चूल्हा बाघा से दिन ठार ये आनंद बजार जो 18 दिन है पाउस बाहर नाला लक्ष लोक प्रसाद पाई तेज प्रत्येक पूर्णिम ये आनंद बजार चलुची अग्नि जलुची किंतु पाउस बाहर यही तो अलौकिक घटना महाप्रभु दर्शक बंधु ये भाई भी से विषय कौन कहते भाई ठार आम कि जाना ये 100 क्विंटाल काठ पोड़ा जाए
କିନ୍ତୁ ପାଉଁଶ ଦିନେ ବାହାରୁନି କୌଣସି ଦିନ। ରାତି ଦିନ 24 ଘଣ୍ଟା ଚୁଲି ଜଳେ କିନ୍ତୁ ପାଉଁଶ ବାହାରେ ନା, ପାଉଁଶ ଟୋଟାଲ କଢା ହୁଏନି, ଟୋଟାଲ ବାହାରେ ନା। ଏ ଚୁଲି ବି ଫୁଲ ହୁଏନି ପାଉଁଶ? ନା କେବେ କେବେ ପାଉଁଶ କୁଆଡେ ଯାହା ବି କେହି ଜାଣିପାରନ୍ତି ନା। ଏ ତ 24 ଘଣ୍ଟା ଚୁଲି ଜଳିବ ଆଉ, ଆଜ୍ଞା। ବନ୍ଦ ନାହିଁ ରାତି ଦିନ, ବନ୍ଦ ହୁଏ ନା ବା ଜଳା। ଚୁଲି ସେମିତି ଜଳୁଥିବ? ଜଳୁଥିବ ସେରକମ ହାଣ୍ଡି ହଣ୍ଡା ବସିଥିବ, ହଣ୍ଡା ବସିଥିବ ସେମିତି? ହଣ୍ଡା ଓହ୍ଲେଇବାର ନାହିଁ କି ଚୁଲି ଲିଭିବାର ନାହିଁ, ଚୁଲି ପାଉଁଶ ବାହାରିବାର ନାହିଁ। ୟାର ଇଏ ସବୁ ଏଇଟା ଆମର ଆନନ୍ଦବଜାର ପ୍ଲେସ୍। ଏଇଠି ସବୁ ଖାଇବା ପିଇବା ହୁଏ, ଏଇଠି ମେଳନର ଏଇ ଯେଉଁ ନୂଆ ଘର ବାଗା ହେଉଛି ବର୍ତ୍ତମାନ ଚାଲିଛି କାମ, କନଷ୍ଟ୍ରକ୍ସନ୍ କାମ, ସେଇଟା ଆଗକୁ କଲ୍ୟାଣ ମଣ୍ଡପ ହେବ ଭାଇ କହୁଛନ୍ତି। ତ କହିବାକୁ ଗଲେ ଦର୍ଶକ ବନ୍ଧୁ ଆପଣ ବି କ୍ଷେତ୍ରକୁ ଆସନ୍ତୁ, ବୁଲିକି ଯାଆନ୍ତୁ। ବହୁତ ଅଲୌକିକ ଘଟଣା, ବାସୁଦେବଙ୍କର ଅଲୌକିକ କାହାଣୀ ମଧ୍ୟ ଅଛନ୍ତି। ବାସୁଦେବଙ୍କୁ ଦର୍ଶନ କରନ୍ତୁ, ପ୍ରସାଦ ପାଇକି ଯିବେ, କିଛି ଅସୁବିଧା ନାହିଁ। ଆସନ୍ତୁ ଦର୍ଶକ ବନ୍ଧୁ, ଏଇ ଯେଉଁ ବୈତରଣୀ ନଦୀ ଯାଇଛି ସେ ବିଷୟରେ କିଛି ଆମକୁ ମଉସା କହିବେ। ମଉସା ଯେଉଁ କହୁଥିଲେ କି ବୈତରଣୀ ନଦୀ ସବୁଆଡ଼େ ପୂର୍ବ ମୁଖା ହେଇକି ଯାଇଛି, ଏଇଠି ଆମର ପଶ୍ଚିମ ମୁଖା, ଉତ୍ତର ମୁଖା ହେଇକି ଉତ୍ତର ବାହି ନେଇକି ଯାଇଛି। କ'ଣ ପାଇଁ ସେଇଟା ଯାଇଛି? ଠାକୁରଙ୍କ ତାଙ୍କ ଇଏରେ ହେଇଛି, ଠାକୁର ଏଇଠି ସ୍ଥାନ କରାଇଛନ୍ତି। ସେଇଥିପାଇଁ ଠାକୁର ଏଠି କହିଥିଲେ ଯେ ଯଦି ଯେ ମୋତେ ମୁଁ ଭାସି ଯାଉଛି, ମୋତେ ଜାଗାରେ ମୁଁ ଯେଉଁଠି ରହିବି ସେଇଠି ମୋ ତୀର୍ଥ ସ୍ଥାନ ହେବ। ସେଇ ତୀର୍ଥ ସ୍ଥାନ ହେଲା ବୋଲିକି ସେ ଉତ୍ତର ବାହିନୀ ଜାଗା ରହିଛନ୍ତି। ଆଉ ସବୁ ଜାଗାର ଦକ୍ଷିଣ ପୂର୍ବ ପଶ୍ଚିମ ମିଶି ରହିଛି ବୁଝିବା। ଏଇ ଯେଉଁ ଠାକୁର ଯେଉଁଠି ରହିଛନ୍ତି ତାଙ୍କ ପୀଠସ୍ଥଳୀଟା ହେଉଛି ଉତ୍ତର ବାହିନୀ ବୋଇତରଣୀ। ଆଉ କେଉଁଠି ବୋଇତରଣୀ ଉତ୍ତର ବାହିନୀ ନାହିଁ। ଏଠି ଠାକୁରଙ୍କର ନିର୍ଦ୍ଦେଶ ଥିଲା ଯେ ଦର୍ଶକ ବନ୍ଧୁ କି ଯେଉଁଠି ବୈତରଣୀ ଉତ୍ତର ବାହିନୀ କି ବୋହିକି ଯାଉଥିବେ ସେଇଠି ତାଙ୍କ କ୍ଷେତ୍ର ହେବ, ସେଇଠି ସେ ରହିବେ, ସେଇଠି ପୂଜା ହୁଏ। ମଉସାଙ୍କ କହିବା କଥା ଏଇଆ। ଆଉ ମଉସା ବହୁତ ବହୁତ ଧନ୍ୟବାଦ ଆମ ଦର୍ଶକମାନଙ୍କୁ, ଆପଣ ମହାପ୍ରଭୁ ବାସୁଦେବଙ୍କ ବିଷୟରେ କିଛି ଅଲୌକିକ କାହାଣୀ କହିଲେ। ଆମ ଚ୍ୟାନେଲ୍ ତରଫରୁ ଆପଣଙ୍କୁ ସ୍ୱାଗତ କରୁଛୁ ମଉସା। ତ ଦର୍ଶକ ବନ୍ଧୁ, ଯଦି ଆମ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲା, ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ ଆମ ଚ୍ୟାନେଲ୍।